ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। প্রিয় শ্রোতা বন্ধু, প্রভু শ্রীখ্রিস্টଙ୍କ সর্বশ্রেষ্ঠ নামରେ ଆପଣଙ୍କୁ শুভেচ্ছা। ମାଥ୍ୟୁ ଲିଖିତ ସୁସମାଚାର 6 ଅଧ୍ୟାୟର 19 ଏବଂ 20 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏହିପରି କହିଲେ, ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ, ପୁଣି ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏହିପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏହିପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର। ଏହି ଜଗତ ଅସ୍ଥାୟୀ ଅଟେ। ଏହି ଜଗତରେ ଆମେ ଯାହା କିଛି ଏକାଠି କରୁ ବା ସଞ୍ଚୟ କରୁ, ତାହା ଧନ ହେଉ ବା ସମ୍ପତ୍ତି ବା ଯାହା କିଛି ହେଉ, ସେହି ସମସ୍ତ ବିନଷ୍ଟ ହେବ। କାରଣ ଏହି ଜଗତର ଜୀବନର ଶେଷରେ ଯେଉଁ ମୃତ୍ୟୁକୁ ସାମ୍ନା କରିବା, ସେଇଠାକୁ ଆମେ କିଛି ନେଇପାରିବା ନାହିଁ। ମାତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମକୁ ସ୍ୱର୍ଗୀୟ ଧନ ଆଡ଼କୁ ଇଙ୍ଗିତ କରାନ୍ତି, ଯାହା କଦାଚିତ୍ ବିନଷ୍ଟ ହେବ ନାହିଁ। ଏହି ଧନ ହେଉଛି ଈଶ୍ୱରଙ୍କର ପ୍ରେମ, ଅନନ୍ତ ଜୀବନ ଏବଂ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ସହିତ ଏକ ଚିରସ୍ଥାୟୀ ସମ୍ପର୍କ। ଏହି ସ୍ୱର୍ଗୀୟ ଧନ ଆମେ କିପରି ପ୍ରାପ୍ତ ହୋଇପାରୁ? ଜୀବନ୍ତ ଈଶ୍ୱରଙ୍କର ସହିତ ଏକ ଜୀବନ୍ତ ସମ୍ପର୍କ ସ୍ଥାପନ ଦ୍ୱାରା ଏହା ସମ୍ଭବ। ମାତ୍ର ପବିତ୍ର ବାଇବଲ କହେ, ପ୍ରତ୍ୟେକ ମନୁଷ୍ୟ ପାପ କରି ଈଶ୍ୱରଙ୍କ ଠାରୁ ଦୂରରେ ରହିଅଛି। ଆମର ପାପ ପାଇଁ ପ୍ରଭୁ ଶ୍ରୀଖ୍ରୀଷ୍ଟ କ୍ରୁଶରେ ଆପଣାକୁ ବଳିଦାନ କଲେ। କ୍ରୁଶରେ ଆମର ପାପର ମୂଲ୍ୟ ସେ ଦେଲେ। ତେଣୁ ଆଜି ସେ ଆମକୁ ଈଶ୍ୱରଙ୍କର ସହିତ ମିଳିତ କରାଇପାରନ୍ତି। ପ୍ରଭୁ ଶ୍ରୀଖ୍ରୀଷ୍ଟ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ। ତେଣୁ କେବଳ ପ୍ରଭୁ ଶ୍ରୀଖ୍ରୀଷ୍ଟ ହିଁ ଆମମାନଙ୍କୁ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ନିକଟକୁ ନେଇଯାଇପାରନ୍ତି, ବା କେବଳ ତାଙ୍କ ଦ୍ୱାରା ମାନେ ଜୀବନ୍ତ ଓ ସତ୍ୟ ଈଶ୍ୱରଙ୍କ ନିକଟକୁ ଯାଇପାରିବା ଏବଂ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ଏଥିପାଇଁ ଆମକୁ କ'ଣ କରିବାକୁ ହେବ? ଅନୁତାପ କରି, ପାପ ସ୍ୱୀକାର କରି, ପ୍ରଭୁ ଶ୍ରୀଖ୍ରୀଷ୍ଟ ଯେ ଆମ ପାଇଁ କ୍ରୁଶରେ ମଲେ ଓ ତୃତୀୟ ଦିବସରେ ଉତ୍ଥିତ ହେଲେ, ଏହା ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିବାକୁ ହେବ। ତାହାଙ୍କୁ ଗ୍ରହଣ କରି ଏହି ସ୍ୱର୍ଗୀୟ ଧନ ପ୍ରାପ୍ତ ହେବା ନିମନ୍ତେ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।